हेलो स्टूडेंट्स, चलନ୍ତୁ ଆଜି ଆମେ ଶିଖିବା କିଛି ଟ୍ରିକ୍ସ। ଆମେ ସ୍କ୍ୱାର କେମିତି ବାହାର କରିବା। ଯଦି ଆମକୁ ଗୋଟେ ସଂଖ୍ୟା କୁହାଯାଏ 76, ଏହାର ସ୍କ୍ୱାର କେତେ, ତ 5 ସେକେଣ୍ଡ ୱିଦିନ୍ 10 ସେକେଣ୍ଡ ଭିତରେ ଆମେ ତାର ଆନ୍ସର କେମିତି ଦେବା। ଓକେ, ଆମକୁ ପଚରାଯାଏ 35 ର ସ୍କ୍ୱାର କେତେ, ତ 5 ସେକେଣ୍ଡରେ ଆମେ କେମିତି ଆନ୍ସର ଦେବା। ତ ସେଇ ଟ୍ରିକ୍ସ ଗୁଡ଼ା ଆମେ କେମିତି ଶିଖିବା, ଚାଲନ୍ତୁ କେମିତି ସ୍କ୍ୱାର ବାହାର କରାଯାଏ ତାର ଟ୍ରିକ୍ସ ଗୁଡ଼ା ଆଜି ଶିଖିବା। ଠିକ ଅଛି, ତ ଫାର୍ଷ୍ଟ ଆମେ ଶିଖିବା କି ଯଦି ଗୋଟେ ସଂଖ୍ୟାର ଏକକ ଘରେ 5 ଥିବ ତାହେଲେ ତାର ସ୍କ୍ୱାର କେମିତି ବାହାର କରିବା। ଠିକ ଅଛି, ଯଦି ଏକ ଘରେ 5 ଥିବ ତାହେଲେ ତାର କେମିତି ସ୍କ୍ୱାର ବାହାର କରିବା। ଓକେ, ମାତ୍ର 5 ସେକେଣ୍ଡରେ ଆପଣ ଆନ୍ସର ଦେଇପାରିବେ ଏଇ ଟ୍ରିକ୍ ଶିଖି ସାରିଲା ପରେ। 25 ର ସ୍କ୍ୱାର କେତେ, 35 ର ସ୍କ୍ୱାର କେତେ, ଯଦି ପଚାରେ ଆପଣ ୱିଦିନ୍ 5 ସେକେଣ୍ଡ ଆନ୍ସର ଦେଇପାରିବେ। ଚାଲନ୍ତୁ ଶିଖିବା। 25, 25 ର ଏକ ଘରେ କେତେ ଅଛି, 5 ଅଛି, ତ 5 ର ସ୍କ୍ୱାର କେତେ, 25। ଓକେ, ତ 25 ଏଇଟା ଆମେ ଲେଖିଦେଲେ। ତାପରେ 10 ଘରେ କେତେ ଅଛି, 10 ଘରେ 2 ଅଛି ନା, 2 ର ପରବର୍ତ୍ତୀ ସଂଖ୍ୟା କେତେ, 3। ତ 2 into 3 କରିଦେବା, 2 2 3 6, ତ କେତେ ହେଲା ଆନ୍ସର, 625। ଠିକ ଅଛି, ସେମିତି 35 ର ଆମେ ଦେଖିବା। ଓକେ, ତ 35 ର ଏକ ଘରେ କେତେ ଅଛି, 5 ଅଛି, ତ 5 ର ସ୍କ୍ୱାର କେତେ, 25, 5 ର ସ୍କ୍ୱାର 25 ଲେଖିଲେ। ତାପରେ ଏଇଟା କେତେ ଅଛି, 3 ଅଛି 10 ଘରେ, 3 ଗୁଣନ କେତେ କରିବେ, 3 ରେ କେତେ ମଲ୍ଟିପ୍ଲାଏ କରିବେ, 3 ର ପରବର୍ତ୍ତୀ ସଂଖ୍ୟା କେତେ, 4, 3 गुणन 4। ओके, 3 into 4 କେତେ ହବ, 4 3 12। ଓକେ, ଆନ୍ସର ହବ 1225। 35 ର ସ୍କ୍ୱାର କେତେ, 1225। ଠିକ ଅଛି, ସେମିତି ଆପଣ 55 ର ବି କରିପାରିବେ। ତ ଏକ ଘରେ କେତେ ଅଛି, 5 ଅଛି, 5 ର ସ୍କ୍ୱାର 25। ଏବେ 10 ଘରେ କେତେ ଅଛି, 5 ଅଛି, 5 ର ପରବର୍ତ୍ତୀ ସଂଖ୍ୟା କେତେ, 6। 5 into 6 530, ଡାଇରେକ୍ଟ ଦେଖିବେ 30। ତ ଦେଖିଲେ 5 ସେକେଣ୍ଡରେ ଆପଣ 5 ସେକେଣ୍ଡ ବି ଲାଗିବ ନାହିଁ ଆପଣଙ୍କୁ ଆନ୍ସର କରିବା ପାଇଁ। ଠିକ ଅଛି, तो 75% ଆମେ ସେଇ ବାହାର କରିବା। ଆଉ ଏକ ଘରେ କେତେ ଅଛି, 5 ଅଛି, 5 ର ସ୍କ୍ୱାର କେତେ, 25। 10 ଘରେ କେତେ ଅଛି, 7 ଅଛି, 7 ର ପରବର୍ତ୍ତୀ ସଂଖ୍ୟା କେତେ, 8। 7 into 8, 7 into 8 କଲେ କେତେ ହବ, 27। ଓକେ, ତ 75 ର ସ୍କ୍ୱାର କେତେ, 5625। ସେମିତି ଆମେ କରିବା 95 ର ସ୍କ୍ୱାର ବାହାର କରିବା। 5 ଏକ ଘରେ 5 ଅଛି, 5 ର ସ୍କ୍ୱାର 25। 10 ଘରେ 9 ଅଛି, 9 ର ପରବର୍ତ୍ତୀ ସଂଖ୍ୟା 10, 10 ଗୁଣନ 9 କଲେ କେତେ ହବ, 10 ନୂଆ 90। ଠିକ ଅଛି, 9025 ୟାର ସ୍କ୍ୱାର। ସେମିତି 115 କରିବା। ଏକ ଘରେ କେତେ ଅଛି, 5 ଅଛି, 5 ର ସ୍କ୍ୱାର 25। ଠିକ ଅଛି, ଏଠି କଣ, ଏଠି ଖାଲି 10 ଘର ଦେଖେନି, ଏଠି ଏକ ଘର ଛାଡିଦେଲା କେତେ ସଂଖ୍ୟା ଅଛି, ବଢିଲା କେତେ, 11 ଅଛି। ଓକେ, 11 ପରବର୍ତ୍ତୀ ସଂଖ୍ୟା କେତେ, 12। 12 ରେ 11 ମଲ୍ଟିପ୍ଲାଏ କଲେ କେତେ ହବ, 132 ହବ। କେତେ ହବ, 132। ଓକେ, ଆନ୍ସର ହବ 13225। ଓକେ, ଏବେ ଏକ ଘର ଯଦି 5 ଥିବ ତାହେଲେ ତାର କେମିତି ସ୍କ୍ୱାର ଆମେ ବାହାର କରାଯିବ ଶିଖିଗଲେ ଏବେ ଟ୍ରିକ୍। ଓକେ, ଯଦି ଏକ ଘରେ 5 ନଥାଏ କି ଅନ୍ୟ କୌଣସି ସଂଖ୍ୟା ଥିବ ତାହେଲେ ଆମେ କେମିତି ସ୍କ୍ୱାର ବାହାର କରିବା। ଠିକ ଅଛି, ତାହେଲେ ତ ସେଟା ଆମେ ଦେଖିବା। ସେଟା ଟ୍ରିକ୍ ନମ୍ବର 2। ଓକେ, ଏଟା କହନ୍ତି, କଣ କହନ୍ତି, ବେସ୍ ମେଥଡ କହନ୍ତି। ଓକେ, এই ସ୍କ୍ୱାର ବାହାର କରିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ 1 ରୁ 25 ପର୍ଯ୍ୟନ୍ତ ସ୍କ୍ୱାର ମନେ ରଖିବାକୁ ପଡିବ। ଏତିକି ତ ମନେ ରଖିବାକୁ ପଡିବ। ଓକେ, ତ 1 ରୁ 10 ପର୍ଯ୍ୟନ୍ତ ଆପଣମାନଙ୍କ ସମସ୍ତ ସ୍କ୍ୱାର ମନେ ଥିବ, ତ ସେଥିପାଇଁ ମୁଁ ଲେଖିନି। ତ ଏବେ ଯେହେତୁ 11 ରୁ 25 ପର୍ଯ୍ୟନ୍ତ ପିଲାମାନଙ୍କର ସ୍କ୍ୱାର ମନେ ନଥିବ, ତ ମୁଁ ଏଠି ଲେଖିଦେଇଛି 11 ରୁ 25 ପର୍ଯ୍ୟନ୍ତ। ଓକେ, ଆପଣ ପରେ ମନେ ରଖିନେବେ 11 ରୁ 25 ପର୍ଯ୍ୟନ୍ତ ସ୍କ୍ୱାର, ସେଟା ବହୁତ ହେଲ୍ପଫୁଲ ହବ ଏଇ ସ୍କ୍ୱାର ବାହାର କରିବା ପାଇଁ। ଠିକ ଅଛି, କେମିତି ଏଇଗୁଡା ୟୁଜ ହବ ଆମେ ଏବେ ଦେଖିବା। ଠିକ ଅଛି, 25 ପର୍ଯ୍ୟନ୍ତ ସ୍କ୍ୱାର ଆପଣ ମନେ ରଖିବାକୁ ପଡିବ। ଠିକ ଅଛି, ତ ତାପରେ 25 ପରେ ସଂଖ୍ୟା 26 ର ସ୍କ୍ୱାର ପଚାରଗଲା, 74 ଏଠି ଯେମିତି ଲେଖା ହେଇଛି ସ୍କ୍ୱାର କେତେ, 62 ର ସ୍କ୍ୱାର, ଏଇଗୁଡା ଆମେ କେମିତି ବାହାର କରିବା। ଓକେ, ବେସ୍ ମେଥଡରେ ଆମେ ବାହାର କରିବା। ଠିକ ଅଛି, ମାନେ 50 ର ପାଖାପାଖି ସଂଖ୍ୟାର ସ୍କ୍ୱାର ବାହାର କରିବା ପାଇଁ ଆମେ ବେସ୍ କେତେ ନବା, ବେସ୍ ଆମେ 50 ନବା। ଠିକ ଅଛି, ବେସ୍ କେତେ ନବା, ବେସ୍ 50 ନବା। ଠିକ ଅଛି, 50 ର ପାଖାପାଖି ସଂଖ୍ୟାର ସ୍କ୍ୱାର ବାହାର କରିବା ପାଇଁ ଧର ମାନେ ଏକ୍ସାମ୍ପଲ ନେଇକି ଆମେ ଦେଖିବା। ଠିକ ଅଛି ନା, ଏଇଟା କେତେ ଅଛି, ଏଇଟା 52। ଓକେ, 52 ର ଆମେ ସ୍କ୍ୱାର ବାହାର କରିବା। ଠିକ ଅଛି, 52 ର ସ୍କ୍ୱାର, ତ 52 ଟା ଆମେ 50 ରୁ କେତେ ଅଧିକା, 50 ରୁ କେତେ ଅଧିକା, 50 ରେ କେତେ ବସିଲେ 52 ହବ, 50 ରୁ 2 ଅଧିକା। ତ ଆମେ କଣ କରିବା, 2 ର ସ୍କ୍ୱାର କେତେ ହବ, 2 ର ସ୍କ୍ୱାର କେତେ, 4। ଓକେ, ଏଇଟା ମୁଁ 4 ଲେଖିଲି। ଓକେ, ଏଇଟା ଆମେ ସବୁବେଳେ ଦିଟା ସଂଖ୍ୟା ଲେଖିବା। ଠିକ ଅଛି, ତ ଯେହେତୁ 4, ଏ ପାଖେ ଆମେ 16 ଲେଖିବା ହେଲା, ତ 4 ହେଲା। ଠିକ ଅଛି, 50 ରେ କେତେ, ଏଇଟା 2 ଅଧିକା। ଏଇ 2 କୁ ଆମେ କେତେରେ ମିଶେଇବା, 25 ରେ ମିଶେଇବା। 25 ରେ 2 ମିଶେଇଲେ କେତେ, 27। ଠିକ ଅଛି, 52 ର ସ୍କ୍ୱାର କେତେ, 27।
02 52 ର ସ୍କୋୟାର 270 52 ର ସ୍କୋୟାର। ଠିକ ଅଛି। ତ ଚାଲନ୍ତୁ ଆମେ ଏବେ ନେକ୍ସଟ କରିବା 56 ର ସ୍କୋୟାର ବାହାର କରିବା। 56 50 ରୁ କେତେ ଅଧିକା? 50 ରୁ କେତେ ଅଧିକା? 56 6 ଅଧିକା। ଓକେ, ତ 6 ର ସ୍କୋୟାର କେତେ? 6 ର ସ୍କୋୟାର କେତେ? 36। ଓକେ, ଏଠି ଦୁଇଟା ସଂଖ୍ୟା ଆସିଗଲା। ଠିକ ଅଛି, 36 ମୁଁ ଲେଖିଦେଲି। ଓକେ, ତ 50 ରୁ ଯେହେତୁ 6 ଅଧିକା, ତାହେଲେ 25 ରେ କେତେ ମିଶେଇବା? 25 ରେ 6 ମିଶେଇବା। 25 ରେ 6 ମିଶେଇଲେ କେତେ ହବ? 31। ଠିକ ଅଛି, ଆନ୍ସର ବାହାରିଗଲା। କେତେ ସେକେଣ୍ଡ ଲାଗୁଛି? 5 ସେକେଣ୍ଡରେ ଆପଣ ଆନ୍ସର ବାହାର କରିଦେବେ। ଠିକ ଅଛି, ଏବେ ଦେଖିବା 62। 62 50 ରୁ କେତେ ଅଧିକା? 12 ଅଧିକା। ଓକେ, 12 ର ସ୍କୋୟାର କେତେ? 12 ସ୍କୋୟାର ଆପଣ ମନେ ରଖିବେ, 25 ପର୍ଯ୍ୟନ୍ତ ମୁଁ କହିଛି। ଠିକ ଅଛି ନା? ଏବେ ମନେ ରଖିନାହାନ୍ତି ପିଲା, ଆମେ ଏଇଠି ଦେଖିକି କରୁଛନ୍ତି ହେଲା। ମୁଁ ଲେଖିଦେଇଛି 11 ରୁ 25 ପର୍ଯ୍ୟନ୍ତ। 12 ସ୍କୋୟାର କେତେ? 144। ଓକେ, ମୁଁ କହିଲି ଦିଟା ସଂଖ୍ୟା ଆମେ ଫାଷ୍ଟ ଲେଖିବା। କେତେ? ତ 44 ଏଠି ଲେଖିବା, ଏକଟା ଏଇ ପାଖରେ ରଖିନେବା ହେଲା। 144 ଅଛି ନା 12 ର ସ୍କୋୟାର, 44 ଲେଖିବା ଆଉ ଏକଟାକୁ ରଖିନେବା ହେଲା। ତ 50 ରୁ କେତେ ଅଧିକା? 62। 12 ଅଧିକା। 25 ରେ କେତେ ମିଶେଇବା? 25 ରେ ଆମେ 12 ମିଶେଇବା। ଓକେ, 25 ରେ 12 ମିଶେଇଲେ କେତେ ହବ? 37। ଓକେ, 37 ରେ ଏକ ପୁଣି ଗୋଟେ ଅଛି ନା, ଏକ ଆମର ରଖିଥିଲେ, ଏକ ମିଶେଇଲେ 38। କେତେ ହବ? ସ୍କୋୟାର 62 ର 62 ର ସ୍କୋୟାର କେତେ ହବ? 62 ର ସ୍କୋୟାର ହବ 3844। नेक्स्ट 74 देखिए ना स्क्वायर 74 50 ରୁ କେତେ ଅଧିକା? 50 ରୁ କେତେ ଅଧିକା? 24 ଅଧିକା। 24 ର ସ୍କୋୟାର କେତେ? 576। ତ ଦୁଇଟା ସଂଖ୍ୟା ଆମେ ଲେଖିବା, ମୁଁ କହିଛି 76 ଲେଖିଲେ 5 ଏଠି କ୍ୟାରି ଫରୱାର୍ଡ ରହିଲା। ଓକେ, 24 50 50 ରୁ 50 64 ଟା କେତେ ଅଧିକା? 24 ଅଧିକା। ତ 25 ରେ ଆମେ 24 ମିଶେଇବା। 25 ରେ 24 ମିଶିଲେ କେତେ? 49 ହବ। 49 ହବ। 49 ରେ ପୁଣି 5 ମିଶେଇବା, ତ କେତେ ହବ? 54 ହବ। ঠিক ଅଛି, তো 74 ସ୍କୋୟାର କେତେ? 74 ସ୍କୋୟାର 5476। ঠিক ଅଛି, ଆମେ କେମିତି କରୁଛନ୍ତି? ଆମେ ଫାଷ୍ଟ ଦେଖିବା 50 ରୁ କେତେ ଅଧିକା। ଯଦି ବେସ୍ ମେଥଡରେ 50 ର ପାଖାପାଖି ସଂଖ୍ୟାରେ ଆମେ ସ୍କୋୟାର ବାହାର କରୁଛନ୍ତି, ଫାଷ୍ଟ ଦେଖିବା ଆମେ 50 ରୁ କେତେ ଅଧିକା ଅଛି। ଠିକ ଅଛି, 50 ରୁ 50 ପ୍ଲସ କେତେ ଅଧିକା ଅଛି। ଠିକ ଅଛି, 50 ରୁ ଯେତିକି ବି ଅଧିକା ଥିବ ତାର ସ୍କୋୟାର ଆମେ ରାଇଟ ସାଇଡରେ ଦେଖିନେବା। ଓକେ, ତାପରେ ଯେତିକି ଅଧିକା ଥିବ ସେଇ ସଂଖ୍ୟାଟାକୁ ଆମେ 25 ରେ ମିଶେଇକି ଲେଫ୍ଟ ସାଇଡରେ ଲେଖିଦବା। ଠିକ ଅଛି, ତ ଏଇଟା ଆମେ ଶିଖିଲେ 50 ରୁ ଯଦି ଅଧିକା ନମ୍ବର ଥିବ, 50 ରୁ ଯଦି କମ ମାନେ 50 ରୁ ଅଧିକା ଯଦି ଥିବ, 50 ରୁ ଯୋଉ ବଡ ସଂଖ୍ୟା ଗୁଡା ତାର ସ୍କୋୟାର ଆମେ ଶିଖିଲେ ହେଲା। ଆମେ ଯଦି 50 ରୁ କମ ଥିବ ମାନେ 47, ୟାର ସ୍କୋୟାର କେମିତି ବାହାର କରିବା? ସେମ୍ 47 ଆମେ 50 ରୁ କେତେ? ଯେତେବେଳେ 52 ଥିଲା ଆମେ କଣ କରୁଥିଲେ? 50 ରୁ କେତେ ଅଧିକା ରଖୁଥିଲେ? ଯେହେତୁ 50 ରୁ ଛୋଟ ସଂଖ୍ୟା, ତ ଆମେ 50 ରୁ କେତେ କମ ଅଛି ହେଲା। 50 ରୁ କେତେ କମ? ଏଇଟା 3 କମ ଅଛି। ଓକେ, 3 ର ସ୍କୋୟାର ଆମେ ଲେଖିବା। 3 ର ସ୍କୋୟାର କେତେ? 9। ଓକେ, ମୁଁ କହିଥିଲି ଦିଟା ସଂଖ୍ୟା ଲେଖିବେ, ଦିଟା ସଂଖ୍ୟା, ତ ଏ ପାଖେ 0 ଲେଖିଲି। ଯେହେତୁ 3 ର ସ୍କୋୟାର 9 ଗୋଟେ ସଂଖ୍ୟା ହଉଛି, ତ ଏ ପାଖେ 0 ଲେଖିଲି। ଓକେ, ନେକ୍ସଟ 50 ରୁ କେତେ କମ ଅଛି ଆମେ ଜାଣିଥିଲେ? 3 କମ ଅଛି। ଠିକ ଅଛି, ତ 3 କଣ? ଆମେ ଯେତେବେଳେ 52 ଥିଲା କଣ କରୁଥିଲେ? ସେତେବେଳେ 50 ରୁ 2 ଅଧିକା ଥିଲା ବୋଲି ଆମେ କଣ 25 ରୁ 2 ମିଶଉଥିଲେ। ଏଥିରେ 3 କମ ଅଛି, ତ ଆମେ କଣ କରିବା? 25 ରୁ 3 ମାଇନସ କରିବା। 25 ରୁ 3 ମାଇନସ କଲେ କେତେ ହବ? 22 ହବ। ଠିକ ଅଛି, 22 ହବ। 47 ର ସ୍କୋୟାର କେତେ? 2209 ଆସିବ। କେତେ ଆସିବ? 2209 ଆସିବ। ସେମିତି ଆମେ ଦେଖିବା 41 ରେ ଆମେ ବାହାର କରିବା ଏବେ ସ୍କୋୟାର। 41 ଟା 50 ରୁ କେତେ କମ? 9 କମ। 9 ର ସ୍କୋୟାର କେତେ? 81। ଠିକ ଅଛି, ଦୁଇଟା ଅଙ୍କ ଲେଖାଯିବ କୁହାଯାଇଛି। ତାପରେ 50 ଯେହେତୁ ଇଏ 9 କମ, ତ 25 ରୁ ଆମେ କେତେ ମାଇନସ କରିବା? 25 ରୁ ଆମେ 9 ମାଇନସ କରିବା। 25 ରୁ 9 ମାଇନସ କଲେ କେତେ? 16। ଠିକ ଅଛି, 41 ର ସ୍କୋୟାର କେତେ ହବ? 1681 ହବ। ଠିକ ଅଛି, ନେକ୍ସଟ 37 ର ଆମେ ସ୍କୋୟାର ବାହାର କରିବା। 37 50 ରୁ କେତେ କମ? 13 କମ। 50 ରୁ କେତେ କମ? 37। 37 ର 13 କମ। ଠିକ ଅଛି, 13 ର ସ୍କୋୟାର ଆମେ ଫାଷ୍ଟ ଲେଖିବା। 13 ର ସ୍କୋୟାର କେତେ? 169। ଦିଟା ଅଙ୍କ ଆମେ ଲେଖିବା 69, 1 ଏଠି କ୍ୟାରି ଫରୱାର୍ଡ କରିଦେଲେ। ଓକେ, ଯେହେତୁ ଇଏ 25 ରୁ 13 କମ ଅଛି, 25 ରୁ କେତେ? ସରି, 50 ରୁ 13 କମ ଅଛି, ତ ଆମେ କଣ କରିବା? 25 ରୁ 13 ମାଇନସ କରିବା। 25 ରୁ 13 ମାଇନସ କରିଲେ କେତେ ହବ? 12 ହବ। 12 ରେ ଇଏ କ୍ୟାରି ଫରୱାର୍ଡ ଥିଲେ, 12 ରେ 1 ମିଶେଇଲେ କେତେ? 13। 37 ର ସ୍କୋୟାର କେତେ? 37 ର 1369। ଠିକ ଅଛି, 28 ର ସ୍କୋୟାର ଆମେ ବାକିବା। 28 50 ରୁ କେତେ କମ? 50 ରୁ କେତେ କମ? ମାଇନସ 22 କମ, 22 କମ। ତ 22 ର ସ୍କୋୟାର କେତେ? 22 ର ସ୍କୋୟାର କେତେ? 22 ର ସ୍କୋୟାର 484।
84 लिखले हम 4 को कैरी फॉरवर्ड रख देले। ठीक है जी। तो 28 टा 50 रु 22 कम जेहेतु तो हम 25 रु केते माइनस करा 22 माइनस 25 रु 22 बेले केते हबो 25 रु 22 बेले 3 हबो 3 ये 4 कैरी फॉरवर्ड है 3 प्लस 4 7 28 रो स्क्वायर केते ना 7 8 4 7 84 है लगे 28 रो स्क्वायर 50 ର ପାଖାପାଖି ସଂଖ୍ୟାର ସ୍କୋୟାର କେମିତି ବାହାର କରାଯିବ ଶିଖିଗଲେ ଏବେ ମାନେ 50 ରୁ 25 50 ପ୍ଲସ 25 75 ପର୍ଯ୍ୟନ୍ତ ସ୍କୋୟାର ବାହାର କରିପାରିବ କେତେ ହେଲା କେତେ 26 ରୁ ଠିକ ଅଛି ଶିଖିଗଲେ ଏବେ ଠିକ ଅଛି ନେକ୍ସଟ 75 ପ୍ଲସ ଯଦି ସଂଖ୍ୟା ଥିବ 75 ରୁ ବଡ ସଂଖ୍ୟା ଯଦି ଥିବ ତାର ସ୍କୋୟାର କେମିତି ବାହାର କରିବ ହେଲା 75 ରୁ ଯଦି ବଡ ସଂଖ୍ୟା ଅଛି ତାହେଲେ ତମେ ବେସ୍ କେତେ ନବ 100 ନବ 50 ପାଖାପାଖି ଥିଲେ 50 ନବ ହେଲା କିନ୍ତୁ 75 ରୁ ଯଦି ବଡ ସଂଖ୍ୟା ଅଛି ତାର ବେସ୍ ଆମେ କେତେ ନବା 100 ନବା ସେମ ଟ୍ରିକ୍ ଟିକେ ଅଲଗା ଅଛି ହେଲା ତ ଫାର୍ଷ୍ଟ ଆମେ 101 ରୁ ବାହାର କରିବା ଠିକ ଅଛି 101 ର ସ୍କୋୟାର କେତେ ହବ ठीक है 101 टा 100 ରୁ କେତେ ଅଧିକା ଯେହେତୁ ଏଠି ଆମେ ବେସ୍ କରୁଛେ ବେସ୍ 100 ମାନୁଛନ୍ତି ତ 100 ବେସ୍ ନେଇକି ଆମେ କାମ କରିବା ହେଲା ତ 101 ଟା 100 ରୁ କେତେ ଅଧିକା 1 ଅଧିକା 1 ର ସ୍କୋୟାର ଲେଖିବା 1 ର ସ୍କୋୟାର କେତେ 1 ର ସ୍କୋୟାର କେତେ 1 ର ସ୍କୋୟାର 1 1 ମୁଁ କହି ଦୁଇଟା ସଂଖ୍ୟା ଲେଖିବା ପାଇଁ ଦୁଇଟା ସଂଖ୍ୟା ଲେଖିଲେ ଠିକ ଅଛି ତାପରେ ଆମେ ସେତେ ଆମେ 50 ପାଖାପାଖି ସଂଖ୍ୟାରେ କଣ କରିଥିଲେ 25 ରୁ ପ୍ଲସ୍ କରିଥିଲେ 25 ରେ ପ୍ଲସ୍ କରିଥିଲେ 25 ରେ ମାଇନସ୍ କରିଥିଲେ ଏଠି କିନ୍ତୁ ନା ଏଇ ସଂଖ୍ୟାରେ ହିଁ ଆମର ଯେମିତି 100 ରୁ 101 ଟା 100 ରୁ କେତେ ବଡ କେତେ ଅଧିକା 1 ଅଧିକା ତ ଆମେ କଣ କରିବା ଏଇ ସଂଖ୍ୟାରେ ହିଁ ସେତିକି ଅଧିକା ମାନେ ସେତିକି ଆଡ୍ କରିଦବା ଯେମିତି 101 ଅଛି ଓକେ 101 ରେ ହିଁ 1 ଆଡ୍ କରିବା ତ କେତେ ହବ 102 ହବ ଠିକ ଅଛି 101 ର ସ୍କୋୟାର କେତେ 10201 ଠିକ ଅଛି 104 ର କଣ କରିବା ଯେମିତି 104 ଟା 100 ରୁ କେତେ ଅଧିକା 4 ଅଧିକା 4 ର ସ୍କୋୟାର କେତେ 4 ଚଉ 16 ଠିକ ଅଛି 100 ରୁ 4 ଅଧିକା ତ 104 ରେ 4 ମିଶେଇ ଦବା କେତେ ହବ 108 तो 104 स्क्वायर केते 10816 ठीक अछि 109 ର ସ୍କୋୟାର କେମିତି ବାହାର କରିବା 109 ଟା 100 ରୁ କେତେ ଅଧିକା 9 ଅଧିକା ତ 9 ର ସ୍କୋୟାର କେତେ 9 9 81 ଓକେ ଯେହେତୁ 109 ଟା 100 ରୁ 9 ଅଧିକା ତ 109 ରେ ପୁଣି ଆମେ କଣ କରିବା 9 ଆଡ୍ କରିବା 109 ରେ 9 ମିଶିଲେ କେତେ ହବ 118 ହବ 109 ର ସ୍କୋୟାର କେତେ 11881 ଠିକ ଅଛି 116 ର ସ୍କୋୟାର ଏମିତି କରିବା 16 ର ସ୍କୋୟାର କେତେ 16 ର ସ୍କୋୟାର କେତେ 256 ତ ଆମେ କଣ କରିବା ଏଇଟା 56 ଲେଖିବା 2 କ୍ୟାରି ଫରୱାର୍ଡ ହେଇଗଲା ଓକେ ତ 116 ଯେହେତୁ 16 ଅଧିକା 100 ରେ ତ 116 ରେ 16 ଆଡ୍ କରିବା କେତେ ହବ 132 ଓକେ 132 ପ୍ଲସ୍ 2 କେତେ ହବ 134 ତ 116 ର ସ୍କୋୟାର କେତେ ହେଲା 13456 ଇଏ ହେଲା କେତେ 116 ର ସ୍କୋୟାର ଠିକ ଅଛି ଏତେ ସବୁ ବହୁତ ଫାଷ୍ଟ ଟାଇମ ବାହାର କରିପାରିଲେ ନା ଠିକ ଅଛି ଓକେ ତ ନେକ୍ସଟ ଏବେ 100 ରୁ ଯୋଉ ଛୋଟ ସଂଖ୍ୟା ଯଦି ଥିବ ତାର କେମିତି ସ୍କୋୟାର ବାହାର କରିବା ଠିକ ଅଛି ସେମ ବେସ୍ 100 ନେଇକି ହେଲା 100 ର ପାଖାପାଖି ସଂଖ୍ୟା ଗୁଡାକରେ ଆମେ ଯେହେତୁ ସ୍କୋୟାର ବାହାର କରୁଛନ୍ତି ଆମେ ବେସ୍ କେତେ ନବା ବେସ୍ ଆମେ ସବୁବେଳେ 100 ନବା ଠିକ ଅଛି ତ 96 ଟା 100 ରୁ କେତେ କମ 4 କମ 4 ର ସ୍କୋୟାର ଆମେ ଲେଖିବା 4 ରୁ 16 ଦିଟା ସଂଖ୍ୟା ଆମେ ଲେଖିବା ଆମେ କହିଲି ଦିଟା ଲେଖିଲେ ଓକେ ତ 96 ଟା 100 ରୁ କେତେ କମ 4 କମ ଯେହେତୁ 4 କମ ଅଛି ତ 96 ରୁ ଆମେ କଣ କରିବା 4 କମ କରିବା ମାଇନସ କରିବା 4 ତ ଏଟା କେତେ ହବ 92 ତ 96 ର ସ୍କୋୟାର କେତେ ହବ 9216 ଠିକ ଅଛି 93 ର ଯେମିତି 93 ଟା 100 ରୁ କେତେ କମ 7 କମ 7 ର ସ୍କୋୟାର କେତେ 7 7 ଟା 49 ଠିକ ଅଛି ତ 93 ରୁ 7 93 ଟା 100 ରୁ 7 କମ ତ 93 ରୁ 7 ଆମେ ପୁଣି କମ କରିବା 93 ରୁ 7 ମାଇନସ କରିବା କେତେ ହବ 86 93 ର ସ୍କୋୟାର କେତେ 8649 ଠିକ ଅଛି 87 87 ଟା 100 ରୁ କେତେ କମ 13 କମ ମାଇନସ 30 30 ର ସ୍କୋୟାର କେତେ 169 169 ତ 69 ଆମେ ଲେଖିବା 1 ଏଠି କ୍ୟାରି ଫରୱାର୍ଡ କରିବା ଓକେ କାରଣ ମୁଁ ଦିଟା ସଂଖ୍ୟା ଲେଖିବା ପାଇଁ କହିଥିଲି ଠିକ ଅଛି ତ 100 ରୁ 87 ମାଇନସ 13 ଅଛି ତ 87 ରୁ ପୁଣି ମାଇନସ 13 କରିବା 87 ମାଇନସ 13 କେତେ ହବ 74 74 ଏକ ତ କ୍ୟାରି ଫରୱାର୍ଡ ଥିଲା 1 ମିଶେଇଲା 75 ହବ ଠିକ ଅଛି तो केते ହେଲା 87 ର ସ୍କୋୟାର 7569 78 ରେ ସେମିତି ବାହାର କରିବା 78 ଟା କେତେ ମାଇନସ ହବ 100 ରୁ କେତେ କମ 100 ରୁ 22 କମ ଅଛି ନା 22 ର ସ୍କୋୟାର କେତେ 22 ର ସ୍କୋୟାର 484 ତ 84 ଆମେ ଲେଖିଲେ 4 କ୍ୟାରି ଫରୱାର୍ଡ ହେଇକି କେତେ ରଖିଥିଲେ ଓକେ ତ 78 ଟା 100 ରୁ
22 कम हो माने 78 ରୁ 22 माइनस करबा 78 ରୁ 22 गले केते हबो 56 56 रे पुणी 4 कैरी फॉरवर्ड अछि ना हमर 56 प्लस 4 तो केते हबो 60 ठीक अछि तो 78 रो स्क्वायर रे केते 78 रो स्क्वायर केते हबो 6084 ठीक अछि जदि आपनकर 25 पर्यंत स्क्वायर मन न पड़िबो तो आमे कोन करिया तार अलगा गोटे ट्रिक अछि तामे साल से ट्रिक टा शिख लेबा ठीक अछि आ गोटे ट्रिक अछि 25 पर्यंत आप स्क्वायर मन नै केमति बात करबो कोन को आगला 14 रो स्क्वायर बाहर करे ठीक है 14 रो स्क्वायर बाहर तो आपण कोन करिवे इन तीनटा भाग रे भाग कर देबे ठीक अछि 14 रो स्क्वायर बाहर करे तो फास्ट एको घर केते 4 4 रो स्क्वायर केते 4 चौ 16 तो रखिया ला कैरी फॉरवर्ड वन रखला 6 लिखबे ओके तापरे कोन करबे 1 into 4 into 2 कर देबे है ना एक चौ 4 4 दुगुने 8 ओके 8 ये कैरी फॉरवर्ड एक अछि तो केते हला 8 एक 9 96 है ना सॉरी 8 एक 9 है ना तो नेक्स्ट ये 10 ओवर के जैसे एक रो स्क्वायर करते एक आंसर आगो 14 रो स्क्वायर के 196 ठीक है जी 23 रो स्क्वायर बाहर कर ओके 23 रो स्क्वायर हम बाहर कर तो कौन करे एक घर के जैसे 3 3 3 আছে 3 रो स्क्वायर के 3 3 9 ठीक है जी तापर एबे कोन करबा এই संख्या गुडा सब मल्टीप्लाई करबा 2 3 6 2 गुणे 12 है 2 रखे आनला 1 कैरी फॉरवर्ड 1 ए 10 ओवर के 2 আছে 2 रखे 2 गुणे 4 1 5 529 529 23 रो स्क्वायर देखला ठीक है जी 19 रो स्क्वायर हम बाहर करें ठीक है 19 रो स्क्वायर बाहर करें 19 रो स्क्वायर एक घर के 9 9 81 ओके एक रखिबा 8 कैरी फॉरवर्ड ହେଇଗଲା ओके तो ଏବେ ସବୁ ସଂଖ୍ୟା ଗୁଡକୁ ଆମେ ଗୁଣି ଦେବା 1 ନୂଆ 9 9 2 ଗୁणे 18 18 ରେ 8 ମିଶିଲେ କେତେ 18 ରେ 8 ମିଶେଇଲେ 26 तो एडे 6 रखले 2 अगेन कैरी फॉरवर्ड ठीक है जी एक रो स्क्वायर केते एक ओके 1 2 2 मिशेले केते 3 361 है आंसर 361 90 रो स्क्वायर अछि ठीक है जी एटा मध्ये गुटे ट्रिक अछि ठीक है जी हमें कोन बाहर करिया 25 रो हम बाहर करू 25 रो तो इजी अछि बाहर करे ई मेथड हम बाहर कर 25 रो स्क्वायर एते कोन कोन करे फास्ट 5 रो स्क्वायर के बाहर करे 5 5 25 25 रखले 2 कैरी फॉरवर्ड हे गेला 25 रे एबे सब संख्या गुडा हम गुणी 5 गुणे 10 2 गुणे 20 20 रे 2 मिशेले केते 22 2 कैरी फॉरवर्ड 2 0 स्क्वायर केते 2 गुणे 4 5 6 625 हमर पुराना ट्रिक हिसाब रे हम कोन छला 25 रो स्क्वायर कर दे 5 रो स्क्वायर केते 25 2 2 रो परवर्ती संख्या 3 2 3 6 ओके फटाफट बाहरला ठीक है तो एगुडा सब आमे आज कोन शिखला आमे स्क्वायर केमति बाहर करेंगे परिवार बाहर करबा तार ट्रिक्स गुडा शिखले ओके हमें नेक्स्ट आमे कोन करिया नेक्स्ट क्लास रे आमे कोन करिया स्क्वायर रूट केमति बाहर करबा तार ट्रिक गुडा शिखला ठीक है तो आज पई एति थैंक यू